ବାପା କହୁଛନ୍ତି, ଆରେ ରାମ ଶ୍ୟାମ ଶୁଣ କଥା ମନ ଦେଇ, ଜୀବନରେ କେଡ଼େ ସୁନ୍ଦର ପଢ଼ିଲ ଚାକିରି ମିଳିଲା ନାହିଁ। ଯଜମାନ ଠାରୁ ପୂଜା ପାଠ କରି ଆଣିଥାଏ ଯେତେ ଦାନ, ଲାଞ୍ଚ ଦେଇ କରି ଚାକିରି ପାଇକି ଅଣ୍ଟିବନି ସେହି ଧନ। ଘର ପଛେ ଫଳ ବଗିଚା କରିନ, ଆଗରେ କର ଦୋକାନ। ସକାଳ ହୋଇଲେ ପାଦ ତଳେ ଆସି ଅଜାଡ଼ି ହୋଇବ ଧନ। ବାପା କଥା ମାନି ଦମ୍ଭ ଧରି ପୁଏ କରିଗଲେ ସେହି କାମ। ଜିଇଥିବା ଯାଏ ହେବା ନାହିଁ କେବେ ସରକାରଙ୍କ ଗୋଲାମ। ପରିଶ୍ରମ ବଳେ ଦି ଭାଇଙ୍କ ଠାରେ ଠୁଳ ଲକ୍ଷ ଲକ୍ଷ ଟଙ୍କା। ଘର ଜମି ବାଡ଼ି ଦାମିକିଆ ଗାଡ଼ି, ଚାକିରିଆ ମୁହଁ ବଙ୍କା। ବ୍ୟାଙ୍କ ଘରେ ଟଙ୍କା ଜମା ନ କରିନ, କେତେ ନୂଆ ଘର ଛିଡ଼ା। ଚାକିରିଆ ଠାରୁ ଲକ୍ଷ ଲକ୍ଷ ଟଙ୍କା ମିଳିଗଲା ଘର ଭଡ଼ା। ହାତରେ ପିନ୍ଧିଲେ ହୀରା ଲଗା ମୁଦି, କିଏ ବା ପଚାରେ ସୁନା। ଚାକିରିଆ ମାନେ ଆସି କରି ଗଲେ ଧାର ଟଙ୍କା ସବୁ ଜମା। ପୋଖରୀ ଦୁଇଟି ଖୋଳି ପକାଇଲେ ବାପା ଦେଲେ ଉପଦେଶ। ଲକ୍ଷ ଲକ୍ଷ ଟଙ୍କା ଜମା ହୋଇଗଲା କରିବାରୁ ମାଛ ଚାଷ। ବୁଦ୍ଧିର ବଳରେ ଗାଁରେ ଦି ଭାଇ ହୋଇଗଲେ ଗଉନ୍ତିଆ। ରାଜନୀତି ଠାରୁ 5 କୋଶ ଦୂରେ ହୋଇଥିବା ଆମେ ଠିଆ। ଚାକିରି ପାଇଁକି ଲୋକେ ସବୁବେଳେ ଅର୍ଜନ କରନ୍ତି ପାଠ। କାମଧନ୍ଦା ପାଇଁ ତାହା ସହିତରେ ଆବଶ୍ୟକ ହୁଏ ଷାଠ। ତେଣୁକରି ସବୁବେଳେ ଚାକିରି ଉପରେ ଭରସା କରିବା ନାହିଁ, ବିଭିନ୍ନ ଧନ୍ଦା ମଧ୍ୟ କରିବା।